ଦେଖନ୍ତୁ ଯଦି ଆପଣ ଇଗ୍ନୋରେ +3 ବା ଆମେ ଅଣ୍ଡର ଗ୍ରାଜୁଏଟ୍ ବା ଗ୍ରାଜୁଏସନ୍ ଯେଉଁଟା କରିବା ପାଇଁ ଚାହୁଁଛନ୍ତି ବା ଇଗ୍ନୋରେ +3 ବା ଡିଷ୍ଟାନ୍ସରେ +3 କରିବା ପାଇଁ ଚାହୁଁଛନ୍ତି ତ କିପରି ଭାବରେ ଆପଣ ଆଡ଼ମିସନ୍ କରିପାରିବେ, ଆଡ଼ମିସନ୍ର ଲାଷ୍ଟ ଡେଟ୍ କେବେ ଅଛି, ଆଡ଼ମିସନ୍ ବେଳେ ଡକୁମେଣ୍ଟେସନ୍ କେବେ ମାନେ କ'ଣ ଲାଗିଥାଏ, ଆଡ଼ମିସନ୍ କରିବା ପାଇଁ ପରସେଣ୍ଟେଜ୍ ଆବଶ୍ୟକତା ପଡ଼େ କି, ଆଡ଼ମିସନ୍ କରିବା ପାଇଁ +3ରେ କିଛି ଏଣ୍ଟ୍ରାନ୍ସ ବା ଏକ୍ଜାମିନେସନ୍ ଦେବାକୁ ପଡ଼ିଥାଏ କି, ଆପଣଙ୍କର ସେମିଷ୍ଟାର ୱାଇଜ୍ ଏକ୍ଜାମ୍ ହୁଏ କି ଇୟର୍ ୱାଇଜ୍ ଏକ୍ଜାମିନେସନ୍ ହୁଏ, ସିଲାବସ୍ କ'ଣ ଅଛି, କେତେ ଟଙ୍କା ଲାଗିଥାଏ, ଆଡ଼ମିସନ୍ କିପରି ଭାବେ କରିପାରିବେ, ଏଇ ଗୋଟିଏ ଭିଡ଼ିଓ ଦେଖିବେ କମ୍ପ୍ଲିଟ୍ ଇନଫର୍ମେସନ୍ ନେଇକି ଯିବେ। ତ ନିହାତି ଭାବରେ ଆପଣ ଏଇ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଯେଉଁଥିରେ କି ଆପଣ ସମସ୍ତ ଇନଫର୍ମେସନ୍ ଆପଣମାନେ ପାଇପାରିବେ। ଯଦି ଆପଣ ଆମ ଚ୍ୟାନେଲକୁ ନ୍ୟೂ ଅଛନ୍ତି ତାହେଲେ ଅନିଲ ଏଜୁକେସନ୍ ଆଡା ଓଡ଼ିଶାର #1 ଡିଷ୍ଟାନ୍ସ ଲର୍ଣ୍ଣିଂ ପ୍ଲାଟଫର୍ମ ଯେଉଁଟାକି ଆପଣ ସବସ୍କ୍ରାଇବ୍ କରି ରଖିବେ, ଯେଉଁଥିରେ କି ଆପଣ ପ୍ରତ୍ୟେକଟି ଅପଡ଼େଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆମ ଇଗ୍ନୋରେ ଯଦି ଆପଣ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି, +3 ହେଉ ପିଜି ହେଉ ଆପଣ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଇଗ୍ନୋ ଓଡ଼ିଶା ଅନିଲ ସାର୍ ଆପଣ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇଯିବେ, ଯେଉଁଟାକି ଭିଡ଼ିଓ ଡେସ୍କ୍ରିପସନ୍ ଲିଙ୍କ୍ ଅଛି। ଜଏନ୍ ହେଇଗଲା ପରେ କ'ଣ ହେବ ନା ସମସ୍ତ ଅପଡ଼େଟ୍ ଆପଣମାନେ ଆଗାମୀ ଦିନରେ ପାଇପାରିବେ। ତା ସହିତ ଆମ ଅନିଲ ଏଜୁକେସନ୍ ଆପ୍ଲିକେସନ୍ ମଧ୍ୟ ଡାଉନଲୋଡ୍ କରିଦେବେ, ଯେଉଁଥିରେ କି ଆପଣ ସେଠି ଆସାଇନମେଣ୍ଟ, ପ୍ରୋଜେକ୍ଟ, ନୋଟ୍ସ ଆଉ ଆପଣ ନୋଟିଫିକେସନ୍ ମଧ୍ୟ ସେଠି ଆପଣ ପାଇପାରିବେ। ଦେଖନ୍ତୁ ଆପଣ ଯଦି ଇଗ୍ନୋରେ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି, ଯେକୌଣସି ମାନେ କୋର୍ସରେ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ପିଜି ଆମେ ୟୁଜି ଆଜି ଆମେ ଡିସ୍କସନ୍ କରିବା। ଦେଖନ୍ତୁ ଫାଷ୍ଟ ଆପଣ ସର୍ଚ୍ଚ କରିବେ igno.ac.in, ଆପଣଙ୍କ ୱେବସାଇଟ୍ ଖୋଲିକି ପଳେଇ ଆସିବ। ତ ଆପଣ ଗଲାପରେ ଏଇଠି ଅଡ଼ିଏଲ୍ ପ୍ରୋଗ୍ରାମ ଉପରେ କ୍ଲିକ୍ କରିବେ। କଲାପରେ ଦେଖନ୍ତୁ ଆପଣ ଆଡ଼ମିସନ୍ର ଲାଷ୍ଟ ଡେଟ୍ ହେଉଛି ଆପଣଙ୍କର 31 ଜାନୁଆରୀ। ଏ ପରବର୍ତ୍ତୀ ସମୟରେ ଏକ୍ସଟେଣ୍ଡ ହେବ ବା ଘୁଞ୍ଚିବ, ତ ସେଥିପାଇଁ ଅରିଡ୍ ହେବାର ନାହିଁ। ଆଉ ତା ଆଡ଼ମିସନ୍ ସମୟରେ କ'ଣ କ'ଣ ଡକୁମେଣ୍ଟସ ଲାଗେ ଏ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭାବରେ ଦେବି। ତା ପୂର୍ବରୁ ଆମେ ଯିବା, ଦେଖନ୍ତୁ ଏଇ ଆଡ଼ମିସନ୍ କଲାପରେ ପ୍ରୋଗ୍ରାମ ଡିଟେଲ୍ସକୁ ଯିବା। ଆପଣ ଯେହେତୁ +3 କରିବା ପାଇଁ ଚାହୁଁଛନ୍ତି, +3କୁ ଆମର କ'ଣ କୁହାଯାଏ, ବ୍ୟାଚଲର କୁହାଯାଏ, ତେଣୁକରି ବ୍ୟାଚଲର ସର୍ଚ୍ଚ କରିବେ। ଦେଖନ୍ତୁ ବ୍ୟାଚଲର ସର୍ଚ୍ଚ କଲେ ଦେଖନ୍ତୁ ସେ ଫିଲ୍ଟର ହେଇଯିବ ଯେତେ ବି +3 ବା ବ୍ୟାଚଲର ପ୍ରୋଗ୍ରାମ ଅଛି ବା +3 ଯେଉଁଟା ଆପଣ ଅଛି ସବୁ କୋର୍ସ ଆପଣ ଏଠି ଶୋ କରିବ। ଧର ଆପଣ ମୁଁ କହୁଛି ଏକ୍ଜାମ୍ପଲ୍ ଆପଣଙ୍କର +3 ଆପଣ ହିଷ୍ଟ୍ରିରେ କରିବା ପାଇଁ ଚାହୁଁଛନ୍ତି, ଏଇଠି +3 ଦେଖନ୍ତୁ ବ୍ୟାଚଲର ବା ଆର୍ଟ୍ସ ହିଷ୍ଟ୍ରି, ତ ଏଇଭଳିଆ ଭାବରେ ସମସ୍ତ ସାଇନ୍ସ ହେଉ ଆର୍ଟ୍ସ ହେଉ ଆପଣଙ୍କର କମର୍ସ ହେଉ ସମସ୍ତ କୋର୍ସ ଇଗ୍ନୋରେ ଯେତିକି କୋର୍ସ ବହୁତ ଗୁଡ଼ିଏ କୋର୍ସ ପ୍ରୋଭାଇଡ଼ କରେ। ସାଇନ୍ସ ଦେଖନ୍ତୁ ଇକୋନୋମିକ୍ସ ହେଉ ଆପଣଙ୍କର ସବୁ କୋର୍ସ ଦେଖନ୍ତୁ, ସାଂସ୍କ୍ରିଟରେ ହେଉ, ସୋସିଆଲ ସାଇନ୍ସ ହେଉ, ଉର୍ଦ୍ଦୁରେ ହେଉ, ଆପଣ ଭୋକେସନାଲ୍ ଟୁରିଜିମ୍ସ ହେଉ, ଆପଣଙ୍କର ସାଇନ୍ସରେ ଦେଖନ୍ତୁ ମ୍ୟାଥମେଟିକ୍ସ ଅଛି, ଏଇଠି ଆପଣଙ୍କର ବାୟୋକେମିଷ୍ଟ୍ରି ଅଛି, ଆପଣଙ୍କର ଆନ୍ଥ୍ରୋପୋଲୋଜିଷ୍ଟ ଅଛି, ଆଉ ସବୁ କିଛି ଅଛି ଆପଣଙ୍କର। ଦେଖିବେ ଆପଣ ଯେକୌଣସି କୋର୍ସ କରିବା ପାଇଁ ଚାହୁଁଛନ୍ତି ସେଇ ଜିନିଷ ଉପରେ ରିଡ୍ ମୋର ଉପରେ କ୍ଲିକ୍ କରିବେ। ମୁଁ ଗୋଟେ ଦେଖାଇ ଦେଉଛି, ଆପଣ ସେଇ ହିସାବରେ ଆପଣ ନିଜେ ଦେଖିପାରିବେ। ଧର ମୁଁ ବ୍ୟାଚଲର ଅଫ୍ ଆର୍ଟ୍ସ ହିଷ୍ଟ୍ରିର ଆପଣ ଚୁଜ୍ କଲେ, ମାନେ ହିଷ୍ଟ୍ରିର ପିଜି ଉପରେ ମୁଁ +3 ଉପରେ ମୁଁ ଡିସ୍କସନ୍ କରୁଛି, ତ ଆପଣ ସେଇଭଳିଆ ଭାବରେ ସମସ୍ତ କୋର୍ସ ଆପଣ ଦେଖିପାରିବେ। ସିମ୍ପଲ୍ ଆପଣ ଦେଖନ୍ତୁ ଏ କୋର୍ସ ଟାଇପ୍ ହେଉଛି ଆପଣ ଦେଖନ୍ତୁ ଓପନ୍ ଡିଷ୍ଟାନ୍ସ ଲର୍ଣ୍ଣିଂ ବା ODL ଯେଉଁଟା କୁହାଯାଏ। ଡିଷ୍ଟାନ୍ସ ମିନ୍ସ ଆପଣଙ୍କର କୌଣସି କଲେଜ ଯିବାକୁ ପଡ଼ିବନି, କ୍ଲାସ୍ କେବଳ ଏକ୍ଜାମ୍ ଦେବେ, ଯାଇକି ଏକ୍ଜାମ୍ ଯାଇକି ଯେଉଁ କଲେଜରେ ଦେବା ପାଇଁ ଚାହୁଁଛନ୍ତି ନିୟରେଷ୍ଟ ସବୁ ଡିଷ୍ଟ୍ରିକ୍ଟର ଥାଏ ଇଗ୍ନୋର ସେଣ୍ଟର, ତ ଆପଣ ସେଇଠି ଯାଇକି ନିୟରେଷ୍ଟ କଲେଜ ଦେବେ, ଖାଲି ଏକ୍ଜାମ୍ ଦେବେ। ଏକ୍ଜାମ୍ କୌଣସି ପ୍ରକାର ଏକ୍ଜାମ୍ ଖାଲି ଦେବାକୁ ଯିବେ କଲେଜକୁ, କ୍ଲାସ୍ ଯିବାକୁ ପଡ଼ିବନି, ରେଗୁଲାର ଯିବାକୁ ପଡ଼ିବନି, କିଛି ଫରକ ନାହିଁ। ବହୁତ ସାରା ଭାବିବେ ସାର୍ ଡିଷ୍ଟାନ୍ସ ଆମେ କୋର୍ସ କଲେ ଆମ ସାର୍ଟିଫିକେଟ୍ ରେଗୁଲାର କୋର୍ସ ସହିତ ଭ୍ୟାଲିଡିଟି କି, ଆପଣ କ୍ୱେଶ୍ଚନ୍ ବି ଉଠାନ୍ତୁନି। ଏଇ କୋର୍ସ କରିକି ଡିଷ୍ଟାନ୍ସରେ ଏଇ ଓଏସ୍ୟୁରେ, ସେ ଓଏସ୍ୟୁ ହେଉ କିମ୍ବା ଆପଣଙ୍କର ଇଗ୍ନୋରେ ହେଉ, +3 କରିକି ଆପଣଙ୍କ IAS OAS ମଧ୍ୟ ପାଇସାରିଲେଣି। ଅନେକ ଲକ୍ଷାଧିକ ପିଲା କରୁଛନ୍ତି, ଆଉ ଡିଷ୍ଟାନ୍ସ ରେଗୁଲାର ସାର୍ଟିଫିକେଟ୍ ପୁରା ସମ୍ପୂର୍ଣ୍ଣ ସମାନ, କୌଣସି ପ୍ରକାର ପ୍ରୋବ୍ଲେମ୍ ନାହିଁ। ଓକେ, ତ ଆପଣଙ୍କ ସାର୍ଟିଫିକେଟ୍ 100% ସିଓର ଭ୍ୟାଲିଡ୍। ତ ଆପଣ ଦେଖନ୍ତୁ ଏ କୋର୍ସଟି ଦେଖିପାରୁଥିବେ ଆପଣଙ୍କ 3 ବର୍ଷ କୋର୍ସ ଇଏ। ତ ଦେଖନ୍ତୁ ଆପଣ ମିଡ଼ିୟମ୍ ହେଉଛି ଆପଣଙ୍କର ଇଂଲିଶ ଆଉ ହିନ୍ଦୀ ମିଡ଼ିୟମରେ ଆପଣ କରିପାରିବେ। ଆପଣ ଦେଖନ୍ତୁ ଏଇ କୋର୍ସ କରିବା ପାଇଁ ବା +3 କରିବା ପାଇଁ ହେଲେ ଆପଣଙ୍କ +2 ପାସ୍ ହେଇଥିବା ଦରକାର। ଦେଖନ୍ତୁ ଆପଣ +2 ପାସ୍ ହେଇଥିବା ଦରକାର। +2ରେ ଆପଣଙ୍କର କୌଣସି ପରସେଣ୍ଟେଜର ଆବଶ୍ୟକତା ନାହିଁ, ଆପଣ ପାସ୍ ହେଇଥିବା ଦରକାର ଜଷ୍ଟ। ମନେ ରଖନ୍ତୁ, ଆପଣ ଧର +2 ଆପଣ ସାଇନ୍ସରେ କରୁଛନ୍ତି, ଆପଣ ଚାହିଁଲେ ଆର୍ଟ୍ସରେ ମଧ୍ୟ କରିପାରିବେ ଆଡ଼ମିସନ୍, କୌଣସି ପ୍ରକାର ଆବଶ୍ୟକତା ନାହିଁ। ଦେଖନ୍ତୁ ଏଠି କୌଣସି ଲେଖାଯାଇନି ଯେ ହିଷ୍ଟ୍ରିରେ କରିବା ପାଇଁ +2 ଆପଣ ଆର୍ଟ୍ସରେ କରୁଥିବା ଦରକାର, ଲେଖା ହେଇଛି 10 + +2 ମାନେ କରୁଥିବା ଦରକାର। ଆପଣ +2 ଆପଣ ଆର୍ଟ୍ସ ହେଉ କିମ୍ବା ସାଇନ୍ସ ହେଉ ଆପଣ କରିପାରିବେ ଆଡ଼ମିସନ୍। ଓକେ, କୌଣସି ପରସେଣ୍ଟେଜର ଆବଶ୍ୟକତା ନାହିଁ। ଆଉ ଗୋଟେ କଥା ମନେ ରଖନ୍ତୁ, ଆଡ଼ମିସନ୍ରେ କୌଣସି ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବନି। ଆଉ ଗୋଟେ କଥା, ଆପଣଙ୍କ ଆଡ଼ମିସନ୍ ପାଇଁ କୌଣସି ଆପ୍ଲାଏ କରିବାକୁ ପଡ଼ିବନି, ଡାଇରେକ୍ଟ ଆଡ଼ମିସନ୍ ହୁଏ। କେମିତି କରିବେ ମଧ୍ୟ ମୁଁ ଲାଷ୍ଟରେ କହିଦେବି। ମନେ ରଖିଲେ, କୌଣସି ପରସେଣ୍ଟେଜର ଆବଶ୍ୟକତା ନାହିଁ, ଆଡ଼ମିସନ୍ ପାଇଁ ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବନି, କୌଣସି ଫର୍ମ ଆପ୍ଲାଏ କରିବାକୁ ପଡ଼ିବନି, ଡାଇରେକ୍ଟ ଆପଣ ଅନଲାଇନ୍ରେ ଆଡ଼ମିସନ୍ କରିବେ, କଲେଜକୁ ଯିବାକୁ ପଡ଼ିବନି, ସବୁକିଛି ଘରକୁ ପଳେଇ ଆସିବ ବହି। କେମିତି ପ୍ରୋସେସ୍ ମୁଁ କହିଦେଉଛି। ଦେଖନ୍ତୁ ଆପଣ ଫର୍ମ ଫିଲ୍ଅପ୍ ପାଇଁ ଆପଣଙ୍କ ଦେଖନ୍ତୁ କେତେ ଟଙ୍କା ଲାଗିଥାଏ, ମାନେ ହେଉଛି ଆପଣଙ୍କ 53 ବା 5300 ଟଙ୍କା ଆପଣଙ୍କର ଲାଗିଥାଏ। ଆଉ ତା ସହିତ ଦେଖନ୍ତୁ ରେଜିଷ୍ଟ୍ରେସନ୍ ଫି ଆଉ ଡେଭଲପମେଣ୍ଟ ଫି ଇଗ୍ନୋ 700 ଟଙ୍କା ନେଇଥାଏ। ତ ଏଇଟା ହେଉଛି ଆପଣଙ୍କର 5300, ଇଏ 700 ମାନେ 6000 ଟଙ୍କା। ମାନେ ଆପଣଙ୍କ ଡିଫରେଣ୍ଟ କୋର୍ସର ଆପଣଙ୍କ ଏଇଟା ହିଷ୍ଟ୍ରିର କହୁଛି, ହିଷ୍ଟ୍ରି ଅନର୍ସ କଥା କହୁଛି। ଆପଣ ଅଲଗା ଅନର୍ସ
ଯଦି କୌଣସି କରିବେ ତାହେଲେ ଅଲଗା ପ୍ରାଇସ୍ ଥାଇପାରେ, ତ ଆପଣ ନିଜେ ନିହାତି ଭାବେ ଦେଖିଦେବେ। ବାକି ରହିଲା ଆପଣ ସାର୍ ଆମେ କେଉଁ କଲେଜରେ ପଢ଼ିପାରିବୁ। ଦେଖନ୍ତୁ ଆମେ ଓଡ଼ିଶାରେ ଇଗ୍ନୋକୁ 3 ଭାଗରେ ଡିଭାଇଡ଼ କରାଯାଇଛି। 3ଟା ରିଜନାଲ୍ ଅଣ୍ଡରରେ ଯାଉଛି, ମାନେ ଭୁବନେଶ୍ୱର, ଅନୁଗୁଳ ଆଉ କୋରାପୁଟ। ଭୁବନେଶ୍ୱର ଅଣ୍ଡରରେ କେତେଟା କଲେଜ ଆସୁଛି ଧର ଆମେ ଦେଖିଦେବା ଏଇଠି। ଦେଖନ୍ତୁ ଆମେ ଦେଖିବା ଏଇଠି ଭୁବନେଶ୍ୱର ଅଣ୍ଡରରେ କେତେଟା କଲେଜ ଯାଉଛି। ଦେଖିବା ତ ଏଇଠି ଭୁବନେଶ୍ୱର, ଦେଖନ୍ତୁ ଏଇଠି ଭୁବନେଶ୍ୱର ଏଇଠୁ ଆରମ୍ଭ ହେଇଗଲା କେତେ ଗୁଡ଼ିଏ କଲେଜ ଆପଣଙ୍କର ଏଇଠି ଭୁବନେଶ୍ୱର ଅଣ୍ଡରରେ ଅଛି। ଦେଖନ୍ତୁ ଆପଣ ବହୁତ ଗୁଡ଼ିଏ କଲେଜ ଆମ ଓଡ଼ିଶାରେ, ମାନେ ଅଲମୋଷ୍ଟ ଆପଣ ସବୁ ଡିଷ୍ଟ୍ରିକ୍ଟର 2-3ଟା ଆପଣଙ୍କର ଅଛି କଲେଜ, ଆପଣ ଦେଖିଦେଇପାରିବେ। ସେଭଳି ଭାବରେ ଆପଣ ଭୁବନେଶ୍ୱର ପରେ ମୁଁ କହିଲି କୋରାପୁଟ ଗୋଟେ ଅଛି, ଆଉ ଗୋଟେ ଅନୁଗୁଳ ଗୋଟେ ଅଛି। ତ ସେଭଳି ଭାବରେ ଦେଖିଦେବେ ଏଇଠି ଦେଖନ୍ତୁ ଆସିବ କୋରାପୁଟ। ତ ଏଇଠି ଦେଖନ୍ତୁ ଏଇଠି ପଳେଇଲା ଏଇଠି। ତ ଏଇଠି ଆପଣ ଦେଖିଦେବେ ଅଲ୍ ଇଣ୍ଡିଆ ଆପଣଙ୍କର ଅଛି। ତ ଆପଣ ନିହାତି ଭାବରେ ଏଇଭଳି ଦେଖିଦେଇପାରିବେ। କୋରାପୁଟ, ଅନୁଗୁଳ ସବୁକିଛି ଆପଣଙ୍କର ଦେଖିଦେଇପାରିବେ। ଏଇଠି ଅନୁଗୁଳ ଅଣ୍ଡରରେ ଦେଖନ୍ତୁ ଯେଉଁ ସାଇଟ୍ରେ ଆପଣ ଅଛନ୍ତି ସେଇ ସାଇଟ୍ରେ ଆପଣ ଦେଖିଦେଇପାରିବେ କେଉଁ କଲେଜ ଅଛି ଆପଣଙ୍କର। ନହେଲେ ଆପଣ ଆଡ଼ମିସନ୍ କଲାବେଳେ ସେଇଠି କଲେଜ ଦେଖିବେ, ଆପଣ ଦେଖିକି କରିପାରିବେ। ଆଉ ଗୋଟେ ମନେ ରଖନ୍ତୁ ଆପଣଙ୍କ ଷ୍ଟଡି ସେଣ୍ଟର ଖାଲି ଜଷ୍ଟ ଆପଣଙ୍କର ପାଇଁ, କିନ୍ତୁ ଆପଣ ୟୁନିଭର୍ସିଟି ଅଣ୍ଡରରେ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି। ମାନେ ଆପଣ ଯଦି ଥର ମୁଁ କହୁଛି ଏକ୍ଜାମ୍ପଲ୍ ଅନୁଗୁଳରେ ଗୋଟେ ଗଭର୍ଣ୍ଣମେଣ୍ଟ କଲେଜ ଅନୁଗୁଳରେ ଆପଣ ଆଡ଼ମିସନ୍ କରିଛନ୍ତି, ଆପଣ ଅଲଗା ଜାଗାରେ ଜବ୍ କରୁଛନ୍ତି, ଆପଣ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଅଛନ୍ତି କିମ୍ବା ଅଲଗା କୌଣସି କୋର୍ସ କରୁଛନ୍ତି, ଡିସ୍ଚାର୍ଜ କୋର୍ସ ଲାଇକ୍ ତ ଆପଣମାନଙ୍କ ରେଗୁଲାର ପିଲା କରନ୍ତି ନା, କିଛି ଜବ୍ କରୁଛନ୍ତି, ତ ଆପଣ ଅଲଗା ଅଲ୍ ଓଭର୍ ଇଣ୍ଡିଆରେ ଏକ୍ଜାମ୍ ଦେଇପାରିବେ। କୌଣସି ପ୍ରକାର ବ୍ୟାରିୟର ନାହିଁ, ସେଇ ଫ୍ଲେକ୍ସିବିଲିଟି ଇଗ୍ନୋ ଦେଉଛି। ତ ଆପଣ ଦେଖିଦେଇପାରିବେ ଆପଣ କେଉଁ କଲେଜରେ ସୁଇଟେବୁଲ୍ ଅଛନ୍ତି। ତ ଏଇଟା ଗଲା ଆପଣଙ୍କ ଏଇଭଳି ଭାବରେ ପ୍ରୋଗ୍ରାମ୍ ଡିଟେଲ୍ସ ଆପଣ ଦେଖିଦେଇପାରିବେ। ଆଚ୍ଛା ସାର୍ ଆମେ ଆଡ଼ମିସନ୍ କେମିତି କରିପାରିବୁ, ଆଡ଼ମିସନ୍ ବେଳେ ଡକୁମେଣ୍ଟେସନ୍ କ'ଣ ଲାଗିଥାଏ ଏ ବିଷୟରେ ମଧ୍ୟ ମୁଁ କହିଦେଉଛି। ଦେଖନ୍ତୁ ଆଡ଼ମିସନ୍ କରିବା ପାଇଁ ସିମ୍ପଲ୍, ଦେଖନ୍ତୁ ଆମେ ଯେତେବେଳେ ଗଲେ ଏଇଠି ହୋମ୍କୁ ପଳେଇ ଆସିଲେ, ଦେଖନ୍ତୁ ଆଡ଼ମିସନ୍ର ଲାଷ୍ଟ ଡେଟ୍ 31 ଜାନୁଆରୀ, କିନ୍ତୁ ଆପଣ ୟା ପରବର୍ତ୍ତୀ ସମୟରେ ଡେଟ୍ ଏକ୍ସଟେନସନ୍ ହେବ। ତ ନିହାତି ଭାବରେ ଆପଣଙ୍କର କରିନେବେ ଯଦି କରିବା ପାଇଁ ଚାହୁଁଛନ୍ତି। ଆଡ଼ମିସନ୍ କଲା ଭିତରେ ଆପଣଙ୍କୁ ଗୋଟେ ଅପର ଆଇ ଡ଼ି ମାଗିବ। ଅପର ଆଇ ଡ଼ି ଆପଣ କେମିତି କରିବେ, ଅପର ଆଇ ଡ଼ି ସେଇଟା କେବଳ ଅନଲାଇନ୍ ହିଁ ହେଇଯିବ, 5 ମିନିଟ୍ର କାମ। ତ ଭିଡ଼ିଓ ଗୋଟେ ବନେଇ ଦେଇଛି ୟୁଟ୍ୟୁବରେ, ନା ଆମ ୟୁଟ୍ୟୁବ୍ର ଚ୍ୟାନେଲ୍ ଭିତରକୁ ଗଲା ପରେ ଦେଖନ୍ତୁ ଗୋଟେ ଅପର ଆଇ ଡ଼ି କେମିତି କ୍ରିଏଟ୍ କରିବେ ମୁଁ ବନେଇ ଦେଇଛି। ନହେଲେ ସର୍ଚ୍ଚ କରିବେ ଅପର ଆଇ ଡ଼ି ଅନିଲ ଏଜୁକେସନ୍ ଆଡା, ଭିଡ଼ିଓ ଆସିଯିବ, ଦେଖିଦେଲେ ଜାଣିପାରିବେ। ଆପଣ ଇଗ୍ନୋର ଯଦି ଆପଣ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି, ଆଡ଼ମିସନ୍ କରିସାରିଲା ପରେ କନଫର୍ମେସନ୍ ହେଇସାରିଲା ପରେ ଆପଣ ସ୍କଲାରସିପ୍ ମଧ୍ୟ ପାଇପାରିବେ। ଓକେ। ଆଚ୍ଛା ଯେତେବେଳେ ଆପଣ ଇଗ୍ନୋ ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି, ଆଡ଼ମିସନ୍ ସମୟରେ ନିଜର ଇମେଲ୍ ଆଇ ଡ଼ି ଆଉ ଓନ୍ ଇମେଲ୍ ଆଇ ଡ଼ି, ଓନ୍ ମୋବାଇଲ୍ ଫୋନ୍ ନମ୍ବର ଦେବେ, ଯେଉଁଥିରେ କି ଆପଣ ଆଗାମୀ ଦିନରେ ସବୁକିଛି କମ୍ୟୁନିକେସନ୍ ଇଗ୍ନୋ ଆପଣ ସେଇ ମୋବାଇଲ୍ ନମ୍ବର ଇମେଲ୍ ଆଇ ଡ଼ି ଥ୍ରୁରୁ କରିବ। ଆଡ଼ମିସନ୍ କଲାବେଳେ ଡକୁମେଣ୍ଟେସନ୍ କ'ଣ ଲାଗିଥାଏ ନା, ସିମ୍ପଲ୍ ଆପଣ ଫଟୋ ଗୋଟେ ଲାଗିବ, ପାସପୋର୍ଟ ଆଉ ସିଗ୍ନେଚର୍, ଆଉ ଆପଣଙ୍କର ରିଲେଭେଣ୍ଟ କ୍ୱାଲିଫିକେସନ୍ ସାର୍ଟିଫିକେଟ୍। ତା ସହିତ ଆପଣଙ୍କର ଯଦି ଆପଣ SC ST OBC ଅଛନ୍ତି ସେମାନେ କାଷ୍ଟ ସାର୍ଟିଫିକେଟ୍ ପକାଇବେ। ଆଉ ଇଣ୍ଟରନେଟ୍ ମାଧ୍ୟମରେ ଆପଣ ମାନେ ପେମେଣ୍ଟ କରିଦେବେ। ଆଉ ପେମେଣ୍ଟ ଯଦି ଆପଣ ରିଟର୍ନ କରିବା ପାଇଁ ଚାହୁଁଛନ୍ତି, ଆଡ଼ମିସନ୍ ପରବର୍ତ୍ତୀ ସମୟରେ କ୍ୟାନସଲ୍ କରିବା ପାଇଁ ଚାହୁଁଛନ୍ତି, ଇଏ ସବୁ ତା'ର କ୍ରାଇଟେରିଆ ଅଛି, ଆପଣ ପଢ଼ି ଦେଇପାରିବେ। କିନ୍ତୁ ମୁଁ କହିବି ତ ଆପଣଙ୍କ ଯଦି ଆଡ଼ମିସନ୍ କ୍ୟାନସଲ୍ କରିବେ ତ ଆଡ଼ମିସନ୍ କରିବେ କ'ଣ ପାଇଁ, ପ୍ରଥମେ ତ ମାଇଣ୍ଡ ଆପଣ ସେଟ୍ କରନ୍ତୁ ଯେ ଆପଣ ଆଡ଼ମିସନ୍ କରିବେ ବୋଲି। ଓକେ, ଇଏ ହେଉଛି ଜିନିଷ ଆପଣ କେମିତି ଆଡ଼ମିସନ୍ କରିପାରିବେ। ଯେକୌଣସି ଇଣ୍ଟରନେଟ୍ ଦୋକାନକୁ ଯିବେ କରିଦେଇପାରିବେ, ନହେଲେ ସର୍ଚ୍ଚ କରିବେ ଇଗ୍ନୋ ଅନଲାଇନ୍ ଆଡ଼ମିସନ୍ ଅନିଲ ଏଜୁକେସନ୍ ଆଡା, ୟୁଟ୍ୟୁବରେ ଭିଡ଼ିଓ ଆସିଯିବ, ଦେଖିଦେବେ। ମୁଁ ସିମ୍ପଲ୍ ତଥାପି ଆହୁରି କହିଦେଉଛି। ଦେଖନ୍ତୁ ଏଇଠି କ୍ଲିକ୍ ହିୟର୍ ଟୁ ନ୍ୟୁ ରେଜିଷ୍ଟ୍ରେସନ୍ ଉପରେ ଗଲା ପରେ ରେଜିଷ୍ଟ୍ରେସନ୍ କରିଦେବେ। ଏ ରେଜିଷ୍ଟ୍ରେସନ୍ କରିସାରିଲା ପରେ ସିମ୍ପଲ୍ ଆପଣଙ୍କର ଏଇଠି ଆସିକି ପୁଣି ଏଗେନ୍ ଯେଉଁ ଇମେଲ୍ ଆଇ ଡ଼ି ଯେଉଁ ଆଇ ଡ଼ି ପାସୱାର୍ଡ଼ ଯେଉଁ ଦେଇଥିବେ ତାକୁ ଦେଇକି ଆପଣ ଲଗ୍ଇନ୍ କରିଦେବେ। ଷ୍ଟେପ୍ ବାଇ ଷ୍ଟେପ୍ ଦେଇକି ଆପଣ ଫର୍ମ ଫିଲ୍ଅପ୍ କରିଦେବେ। ଅନଲାଇନ୍ ପେମେଣ୍ଟ ହେଇଯିବ, ଯେତିକି ଟଙ୍କା ପେମେଣ୍ଟ ହେଉଛି। ପେମେଣ୍ଟ ହେଇଗଲା ପରେ ରସିଦ ବାହାରି ପାରିବ। କୌଣସି ପ୍ରକାର ଆପଣଙ୍କୁ ଯିବାକୁ ପଡ଼ିବନି କଲେଜ। ସେଇ ଫର୍ମ ରସିଦରେ କିଛି ଦିନ ପରେ କନଫର୍ମେସନ୍ ହେଇଯିବ। କନଫର୍ମେସନ୍ ହେଇସାରିଲା ପରେ ଆପଣ ମେଲ୍କୁ ମେଲ୍ ପଳେଇ ଆସିବ। ତାପରେ ଆପଣଙ୍କର ବହି ଆସିଯିବ। ଏକ୍ଜାମିନେସନ୍ ଯେତେବେଳେ ହେବ ନୋଟ୍ସ ଆମଠାରୁ ପାଇପାରିବେ, ସବୁକିଛି ଅପଡ଼େଟ୍ ପାଇପାରିବେ। ଏସବୁ ଆପଣ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରି ରଖିଥିଲେ ଆପଣ ସବୁକିଛି ପାଇପାରିବେ। ତା ସହିତ ଆମ ଟେଲିଗ୍ରାମ୍ ଚ୍ୟାନେଲ୍ ଜଏନ୍ ହେଇଯିବେ। ଆଉ ଆପଣଙ୍କୁ ରହିଲା ଆପଣଙ୍କର ମୋଡ୍ ଅଫ୍ ଏକ୍ଜାମିନେସନ୍ ଗୋଟେ PDF ମୁଁ ଦେଇଛି ଆମ ଟେଲିଗ୍ରାମ୍ ଗ୍ରୁପ୍ରେ। ଆପଣଙ୍କ ଏକ୍ଜାମିନେସନ୍ ଇୟର୍ ୱାଇଜ୍ ହୋଇକି ସେମିଷ୍ଟାର ୱାଇଜ୍। ଇଗ୍ନୋର ଗୋଟେ ବେନିଫିଟ୍ କ'ଣ, ଆପଣଙ୍କର ପ୍ରତ୍ୟେକ କଲେଜରେ ଦେଖିବେ ଏବେ ସେମିଷ୍ଟାର ୱାଇଜ୍ ହେଲେ, ମାନେ 6 ମାସର ଥରେ ଏକ୍ଜାମ୍ ଦେବେ। ଇଗ୍ନୋର କ'ଣ କରୁଛି ନା ଆମର 3 ବର୍ଷ +3 3 ଥର ଏକ୍ଜାମ୍ ଦେବେ, ଇୟର୍ ୱାଇଜ୍ ଅଛି। ଦେଖନ୍ତୁ ପ୍ରତ୍ୟେକଟି କୋର୍ସ ଦେଖିବା ଥିବ, ବ୍ୟାଚଲର ଅଫ୍ ଇକୋନୋମିକ୍ସ ତର ଏଇଟା ଲେଖାଇ ଦେଖନ୍ତୁ ଇୟର୍ ୱାଇଜ୍। ତ ଆପଣ ଏଇଟା ଗୋଟେ ବେନିଫିଟ୍ ଯେ ବହୁତ ଗୁଡ଼ିଏ କୋର୍ସରେ ଆପଣ ଇୟର୍ ୱାଇଜ୍ ଅଛି। ମେ ବି କିଛି କୋର୍ସରେ ସେମିଷ୍ଟାର ୱାଇଜ୍ ଅଛି, ଆପଣ ସେଇ PDFକୁ ଯାଇକି ଦେଖିଦେଇପାରିବେ ଇୟର୍ ୱାଇଜ୍ ଅଛି କି ସେମିଷ୍ଟାର ୱାଇଜ୍ ଅଛି। ଏସବୁ ତମାମ ଅପଡ଼େଟ୍ ପାଇବା ପାଇଁ ହେଲେ ଆଶା କରିବି ଆପଣଙ୍କର ସମସ୍ତ ଡାଉଟ୍ କ୍ଲିୟର୍ ହେଇଥିବ। ଚ୍ୟାନେଲ୍କୁ ନିହାତି ଭାବେ ସବସ୍କ୍ରାଇବ୍ କରିବେ। ଯଦି ଆପଣଙ୍କର କୌଣସି ବନ୍ଧୁ ବାନ୍ଧବ ସାଇ ପଡ଼ିଶା କିମ୍ବା ଆପଣଙ୍କ ଭାଇ ଭଉଣୀ କେହି ଯଦି ଆଡ଼ମିସନ୍ କରିବା ପାଇଁ ଚାହୁଁଛନ୍ତି, ନିହାତି ଭିଡ଼ିଓଟି ସେୟାର କରିକି ତାଙ୍କ ପାଖରେ ପହଞ୍ଚାଇ ଦେବେ। ଆଉ ପ୍ରତ୍ୟେକଟି ଅପଡ଼େଟ୍ ଆପଣ ପାଇବା ପାଇଁ ହେଲେ ଚ୍ୟାନେଲ୍ ସହିତ ଯୋଡ଼ି ହେଇଥିବେ। ଧନ୍ୟବାଦ, ଜୟ ଜଗନ୍ନାଥ।